ଅଟହାସ୍ୟ କରି ଉଠିଲା ଦୁଃଶାସନ। ବ୍ୟଙ୍ଗଭରା କଣ୍ଠରେ କହିଲା, ତେବେ ଜଳରେ ଝାସ ଦେଇ ଆତ୍ମହତ୍ୟା କରୁଥିଲ କାହିଁକି? ମୁଁ ପ୍ରତିବାଦ କରି ଉଠିଲି। ତୀବ୍ର କଟାକ୍ଷ କରି କହିଲି, ଜଳକ୍ରୀଡ଼ା କରୁ କରୁ ବନ୍ୟା ସ୍ରୋତରେ ମୁଁ ପଡ଼ିଗଲି। ତାକୁ ଦୁର୍ଘଟଣା ନ କହି ଆତ୍ମହତ୍ୟା କହିବା ଅନୁଚିତ। ଏଥିରେ କେବଳ ମୋର ଅପମାନ ହେଉନାହିଁ, କୁରୁବଂଶର ଅପମାନ ମଧ୍ୟ ହେଉଛି। ଦୁଃଶାସନ ବିକୃତ କଣ୍ଠରେ ଅଟହାସ୍ୟ କରି କହିଲା, ତୁମ ଆତ୍ମହତ୍ୟାର କାରଣ ମୁଁ ଜାଣେ। ଫାଲ୍ଗୁନୀଙ୍କୁ ପଞ୍ଚପତିଙ୍କ ଭିତରେ ତୁମେ ଅଧିକ ପ୍ରେମ କର, ଅଥଚ ପାଷାଣ୍ଡ କଲା କ'ଣ? 12 ବର୍ଷ ବ୍ରହ୍ମଚର୍ଯ୍ୟ ପାଳନ କରିବା ବାହାନାରେ ଦେଶ ଦେଶ ବୁଲି ଖୋଜି ଖୋଜି ପରମା ସୁନ୍ଦରୀ ରାଜଜେମାଙ୍କୁ ବିବାହ କରୁଛି। ଏଣେ ତୁମେ ତାର ବାଟ ଚାହିଁ ବସିଛ। ଏହାଠାରୁ ବଳି ଦୁଃଖ ଆଉ କ'ଣ ହୋଇଥାଇପାରେ? ମୋ ସ୍ୱାମୀଙ୍କର ନିନ୍ଦା ସହିବା ଅବସ୍ଥାରେ ନଥିଲି, ତା ପୁଣି ଦୁଷ୍ଟ କାମୁକ ଦୁଃଶାସନ ମୁଖରେ। ମୁଁ ଗମ୍ଭୀର କଣ୍ଠରେ କହିଲି, ତୁମେ ଭୁଲ ବୁଝିଛ ଦୁଃଶାସନ। ଫାଲ୍ଗୁନୀ ବୀରପୁରୁଷ, ପୁଣି ସୁପୁରୁଷ। ପରମା ସୁନ୍ଦରୀ ରାଜନନ୍ଦିନୀମାନେ ତାଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ କେତେ ଓଷାବ୍ରତ କରି ତାଙ୍କ ବାଟ ଚାହିଁ ବସିଛନ୍ତି। ସୁଯୋଗ ଆସିବା ମାତ୍ରେ ସେମାନେ ଫାଲ୍ଗୁନୀଙ୍କ ପାଦତଳେ ନିଜକୁ ସମର୍ପି ଦେଇଛନ୍ତି। ସେଥିପାଇଁ ଫାଲ୍ଗୁନୀଙ୍କର ଗୌରବ ବଢ଼ିଛି ସିନା, କମି ନାହିଁ। ଦୁଃଶାସନ ବିଦ୍ରୂପ ହସ ହସି କହିଲା, ଆହା ବୀରଶ୍ରେଷ୍ଠ ଫାଲ୍ଗୁନୀଙ୍କର ପ୍ରାଣପ୍ରିୟା ପତ୍ନୀ ନଦୀ ସ୍ରୋତରେ ଭାସିଯାଇ ପ୍ରାଣ ହରାଇବା ଅବସରରେ ତାଙ୍କର ଜୀବନ ରକ୍ଷା କଲେ ସୁତପୁତ୍ର କର୍ଣ୍ଣ। କେବଳ ଫାଲ୍ଗୁନୀ ତ ନୁହନ୍ତି, ଅନ୍ୟ ଚାରିପତିଙ୍କ ମଧ୍ୟରୁ କେହି ଜଣେ ହେଲେ ଆଜି ପତ୍ନୀ ପାଞ୍ଚାଳୀଙ୍କ ମୃତ୍ୟୁ ସମ୍ବାଦ ମଧ୍ୟ ପାଇ ନଥାନ୍ତେ। ଏପରିକି ଶବଦାହ ନିମନ୍ତେ ପାଞ୍ଚାଳୀର ଶବ ମଧ୍ୟ ମିଳିନଥାନ୍ତା। ଆକୁ ଅରେକ ବଳି ପଞ୍ଚପତିଙ୍କର ପତ୍ନୀ ଦ୍ରୌପଦୀଙ୍କର ପୁଣି ଏ କି ଦୁର୍ଦ୍ଦଶା? ଦେବୀ ଦ୍ରୌପଦୀ, ତୁମର ସ୍ୱାମୀମାନେ କ'ଣ ଭଲମନ୍ଦ ଖବର ରଖନ୍ତି ନାହିଁ? ଏପରି ଦାୟିତ୍ୱହୀନ ଭାବେ ତୁମେ ପରିଚାରିକାମାନଙ୍କ ସହ ଘୋର ଅରଣ୍ୟରେ ଜଳକ୍ରୀଡ଼ା କରିବା ପାଇଁ ବାହାରି ଆସିବା ବେଳେ ତୁମର ସୁରକ୍ଷା ଓ ନିରାପତ୍ତା ପାଇଁ କେହି ଜଣେ ହେଲେ ସ୍ୱାମୀ ତୁମ ସହ ଆସିବା ତ ଦୂରର କଥା, ଦେହରକ୍ଷୀ ମଧ୍ୟ ପଠାଇ ନାହାନ୍ତି ତୁମ ସାଙ୍ଗେ। ସେମାନଙ୍କର ତୁମ ପ୍ରତି ଅବିଚାର ଓ ଅବହେଳା ଏଥିରୁ ସ୍ପଷ୍ଟ। ବୋଧହୁଏ ବହୁ ପୁରୁଷଙ୍କ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କଲେ କାହାରିକୁ ସନ୍ତୁଷ୍ଟ କରିହୁଏ ନାହିଁ। ସେଥିପାଇଁ ତୁମ ପ୍ରତି ସେମାନଙ୍କର ପ୍ରେମ ଏତେ ଗଭୀର ନୁହେଁ। ଅଥଚ ଦେଖ ଆମର ସଖା କର୍ଣ୍ଣଙ୍କୁ। ମୃଗୟା କରିବା ପାଇଁ ବଣକୁ ଆସିବା ବେଳେ ମଧ୍ୟ ପ୍ରାଣପ୍ରିୟା ପତ୍ନୀ କଞ୍ଚନ ଦେଶର ରାଜଜେମା ଅନଙ୍ଗସେନ ଦୁହିତା ଋତୁବତୀଙ୍କୁ ସେ ପାଖରୁ ଅନ୍ତର କରିବା ପାଇଁ ପ୍ରସ୍ତୁତ ନୁହନ୍ତି। ସେଥିପାଇଁ ଦାସୀ ପରିଚାରିକା ମଧ୍ୟ ବାନ୍ଧବୀମାନଙ୍କ ସହ ପତ୍ନୀ ଋତୁବତୀଙ୍କୁ ବନବିହାର କରିବାର ପ୍ରଲୋଭନ ଦେଖାଇ ସଙ୍ଗରେ ନେଇ ଆସିଛନ୍ତି। ତୁମର ଏ ଦୟନୀୟ ଅବସ୍ଥା ଦେଖିଲେ ଋତୁମତୀ ତୁମକୁ ସମବେଦନା ଜଣାଇବେ। ଦୁଃଶାସନର ପରୋକ୍ଷ କଟାକ୍ଷ ତୀର ଭଳି ମୋର ହୃଦୟକୁ ବିନ୍ଧୁଥାଏ। କର୍ଣ୍ଣପତ୍ନୀ ଋତୁପତିଙ୍କ ପ୍ରତି ମନରେ ଈର୍ଷା ମଧ୍ୟ ଜାତ ହେଉଥାଏ। ଦୁର୍ବଳ ମନ ତଳେ ଛପି ଛପି ଭାବନା ଜାଗୁଥାଏ। ଦୁଃଶାସନର କଥା ବୋଧହୁଏ ସତ୍ୟ। ସମସ୍ତଙ୍କର ହେବାକୁ ଯାଇ ମୁଁ କାହାର ହେଇପାରିନି। ପ୍ରକୃତିରେ ଆଜି ଜଳକ୍ରୀଡ଼ା କରୁ କରୁ ମୁଁ ଯଦି ପ୍ରାଣ ହରାଇଥାନ୍ତି, ତେବେ ମୋର ପଞ୍ଚସ୍ୱାମୀ କେହି ଜଣେ ହେଲେ ମୋତେ ରକ୍ଷା କରିବା ପାଇଁ ସକ୍ଷମ ହୋଇନଥାନ୍ତେ। ମୁଁ ଜଳକ୍ରୀଡ଼ା କରିବି ବୋଲି ସେମାନେ ତ ତାଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ପଛରେ ପକାଇ ମୋ ସଙ୍ଗେ ଆସିନଥାନ୍ତେ। ସେପରି ଭାଗ୍ୟ ମୋର ବା କାହିଁ? ମୁଁ ତ ଆଉ କର୍ଣ୍ଣପତି ପତ୍ନୀ ଋତୁବତୀ ନୁହେଁ। ମୋର ଅନ୍ୟମନସ୍କତାଟାକୁ ଲକ୍ଷ୍ୟ କରି ଦୁଃଶାସନ କହିଲା, ଦେବୀ ଦ୍ରୌପଦୀ, ଚିନ୍ତାର କିଛି କାରଣ ନାହିଁ। କର୍ଣ୍ଣକୁ ସେତେବେଳେ ପ୍ରତ୍ୟାଖ୍ୟାନ କରିଛ ବୋଲି ସେ ତୁମ ପ୍ରତି ଆଦୌ ବିମୁଖ ନୁହନ୍ତି। ଏବେ ମଧ୍ୟ ତୁମେ ଚାହିଁଲେ ସେ ତୁମକୁ ଅଙ୍ଗଦେଶର ରାଣୀ ପାଦରେ ସାଗ୍ରହ ଅଭିନନ୍ଦନ ଜଣାଇବେ। ଏଥିରେ ଦିଗ୍ଧାର କାରଣ ବା କ'ଣ? ମାତା କୁନ୍ତୀଙ୍କର ପଞ୍ଚପୁତ୍ର ଯଦି ତୁମର ସ୍ୱାମୀ, ତେବେ